ବନ୍ଧୁ ଆପଣ ଦୁନିଆରେ ବହୁତ ପ୍ରକାର ପାଗଳ ଦେଖିଥିବେ, ଯେମିତି କି ପାଗଳ ପ୍ରେମୀ ସବ୍ୟସାଚୀ, ଆଉ ଜଣେ ସେଇପରି ଯେ କି ସଙ୍ଗୀତ ପାଇଁ ପାଗଳ ମୁନୁ ପାଗଳ। ଅଛନ୍ତି ଯେ କି ୟୁଟ୍ୟୁବ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। ସେ ଆପଣଙ୍କର ପ୍ରିୟ ଆଉ ଆମର ପ୍ରିୟ ମଧ୍ୟ ଯାତ୍ରା ପାଗଳ ମିଷ୍ଟର ବଣ୍ଟିଆ ସାମଲ। ତେବେ ଚାଲନ୍ତୁ ଦେଖିବା ତାଙ୍କର ଆଉ ଏକ ପାଗଳାମୀ ସିରିଏଲ ପାଇଁ। ସିରିଏଲ ଦେଖିବା ପାଇଁ ସେ କେତେ ପାଗଳ ହେଇଯାଉଛନ୍ତି, ଚାଲନ୍ତୁ ଦେଖିବା। ତମେ କାନ୍ଦୁଛ କଣ ଯେ? ଆଜି ଭଳି ଦିନରେ ଏମିତି କାନ୍ଦିବା କଥା ଦେଖିନ ମା? ତୁଳସୀର କିଛି କହଲେ ସେ ତାଙ୍କର ଚଉଦୀ ରାତିରେ ମଧ୍ୟ ସିରିଏଲ ଦେଖିବାକୁ ଭୁଲି ନଥିଲେ। ଆରେ चंदन को साथ रहे यार मैंने काली रात से लिसा सहित गोड़ा गोड़ी एमती यदि सबुदिन हम ताले से तो मोर सहित गड़ा बोलते ना मत विषय पचार पड़ो। चंदन तुम साइड जो बाल लगी से कहार चंदन କଣ ବାଳ ବାଳ ବାଳ? ଅଫିସରେ ବସ୍ ବାଳ, ଘରେ ତମେ ବାଳ ବାଳ। से पर झूठा भाई चंदन आज मत बाड़े बाड़े फिर की पाड़ी देली कौन भी पहले बालटा कार आउट जोर से मारते हकी पकई था ମତେ ଲାଗୁଛି ବୋଉ ମଙ୍ଗତରେ ଡାଳି ଲାଗିଯାଇଛି। ତେବେ ଦେଖିବେ ଦର୍ଶକ ବନ୍ଧୁ, ସିରିଏଲ ତାକୁ ଏତେ ପାଗେଳି କରିଦେଇଛି ଯେ ତାଙ୍କ ଚାକର ଭାବୁଛନ୍ତି ତାଙ୍କ ଦେହରେ ଭୂତ ଲାଗିଛି ବୋଲି। ତେବେ ଚାଲନ୍ତୁ ଦେଖିବା ଆଗକୁ କି କି ଘଟଣା ଘଟୁଛି। ହ୍ୟାଲୋ ଏବୁ କି ପାଣି ଢାଳଟା କଲକଟାରେ ନେଇକି ଉପରକୁ ଆସିଲୁ। ଦାନ୍ତ ଘଷିଲେ ମୁଁ ଖାଇବି, ଭୋକରେ ମୋ ପେଟ ଜଳିଲାଣି। ଯାଉଛି ମୁଁ ହଉଛି ଲିସା ସମୁଦ୍ରାୟ ଆରେ ବୁଲି ତ ମତେ ଚାକରାରେ କୋନ ବସିଲାଣି। ଆଜି କହୁଛି ଏହା କର, କାଲି କହିବ ସେୟା କର, ଏମିତି ହେଲେ ସୋସାଇଟି ମୋର ପ୍ରେଷ୍ଟିଜ ରହିବ ଟି। ଏ ବୁଢ଼ୀକୁ ପାଣି ଦେବାକୁ ପଡିବ।